ପଞ୍ଚୁଆ କିଛି ତାର ଖୋଇ ଖୋଇ ଚାଲିଛି ମାଙ୍କ ବିଷୟରେ କିଛି ବକ୍ତବ୍ୟ ଦଉଛନ୍ତି ଜୟ କରିଦଉଛନ୍ତି ଆଗୁଆ ଆଗୁଆ ସେ ତାକୁ ଡାକରା ପଡ଼ିଲାଣି ମୋତେ ସେଇଥିପାଇଁ ସେ ଅତି କିସ କହନ୍ତି ଉଦ୍ଧତ ହେଇଗଲାଣି ହେଲା କି ଆଉ ତାର ଆଉ ତା କ'ଣ କହିବି ତା ଖୁସି ନସରେ କହିନେ ଆଉ ଚାଲିଛେ ଆମେ ତ ଏମିତି ଦର୍ଶନ ପାଇଁ କିନ୍ତୁ କ'ଣ କରିବା ବଣ ତ ପାରେଇ ପାରୁନି ଆଉ ଜଙ୍ଗଲ ନାହିଁ କିନ୍ତୁ ଖାଲି ବଣ ଅଛି ଆମର ଏପଟେ ଆଉ ଦେଖନ୍ତୁ କେମିତି କିସ ଆଗଆଡ଼େ ଏମିତି ଭିଡ଼ ହେଲେ ବି ପଛଆଡ଼େ ଏମିତି ସେ ଗୋଟେ ଗୀତ ଥିଲା ନା କି ଆଗରେ ଦେଖିଲେ ଯେନ୍ତା ତ ପଛରେ ଦେଖିଲେ ସେନ୍ତା ସେଇ ଭଳିଆ ଭିଡ଼ ଆଜ୍ଞା ଆମେ ତ ଚାଲିଛୁ ଆଉ କ'ଣ କରିବୁ ଚାଲି ଚାଲି କିସ କହିବି ନିଶ୍ୱାସ ବନ୍ଦ ହେଇଯାଉଛି ତ ଏଇ ଯେଉଁ ଧୂଳି ଉଡ଼ୁଛି ନାହିଁ ନା ଆଉ ନିଶ୍ୱାସ ବନ୍ଦ ହେଇଯାଉଛି ପୁଣି ମାସ୍କ ପିନ୍ଧିଲାକୁ ସିଆଡ଼େ ଆଖାପାଖା ଲାଗୁଛି ହେଲା ମାଙ୍କଡ଼ା କେନ୍ଦୁ କହନ୍ତି ନା ପାଟିକି ସୁଆଦ ହଗିତେ କେନ୍ଦୁ ସେଇଭଳିଆ କଥା ହେଇଯାଉଛି ଆଜ୍ଞା ଲାଇଭଟା ବହୁତ ଖୁସି ଲାଗୁଛି ସାଙ୍ଗମାନେ ଆମେ ଚାଲିଛନ୍ତି ଜୁସୁର ମାଙ୍କର ଜାଗାକୁ ଆଉ ଏତେ ଏଠି ଛୁଆ ବୁଢ଼ା ବୁଢ଼ୀ ଟୁକି ଟୁକା ସବୁ ଜୁସୁର ଚାଲିଛନ୍ତି ଆଉ ଆମର କୋଉଠି ହିନ୍ଦୁସ୍ତାନର କିଏ ଯଦି ଦେଖୁଥିବେ ଏମିତି ସମସ୍ତେ ଯାଆନ୍ତି କି ନାହିଁ ଆମକୁ ଜଣେଇବ କମେଣ୍ଟ ମାରିକି ସାଙ୍ଗମାନେ ନମସ୍କାର ଆମେ ସବୁ ସନାତନ ଆଉ ଏଇ ଭଳିଆ ଭିଡର ମାଙ୍କର ଯେତେ ଭିଡ ହଉଛି ଲୋକମାନେ ସବୁ ଆରାମସେ ପାୱାରଫୁଲ ସେ ଅଛନ୍ତି ଆଉ ବହୁତ ଖୁସିର ବି ଚାଲିଛନ୍ତି କାହିଁକି ନା କଦଳୀ କାନ୍ଦି ସବୁ ଆସିଛନ୍ତି ନଡ଼ିଆ ମାଙ୍କୁ ସିନ୍ଦୁର ଦେବେ ଏତେ ଖୁସି ଲାଗୁଛି ଏଇଟା ଆମର ମାଙ୍କ ପ୍ରତି ଧ୍ୟାନ ରହୁ ଏମିତି ଭିଡ ଲାଗିକି ରହୁ ଖୁସି ଲାଗିବ ଦର୍ଶନ ପାଇଁ ପୁରା ବିକଳିଆ ହେଇଗଲାଣି ମାଙ୍କ ଦର୍ଶନ ପାଇଁ ବିକଳିଆ ହେଇଗଲାଣି ଆଉ ଯିଏ ଯାହା କହୁଛି କହୁ ସିଏ ଆଉ କିଛି ନାହିଁ ଖାଲି ମାଙ୍କ ନାମ ନେଇ ଚାଲିଛି ହେଇ ପହଞ୍ଚିଗଲେଣି ଯେମିତି ଜଙ୍ଗଲ ଭିତରେ ହାତୀ ମାନେ ଫିଙ୍ଗନ୍ତି ସେଇଭଳିଆ ହାତୀ ପାଇଁ କାଢ଼ିକି ବଜାଡ଼ି ପାଇଁ ପାଁ କଲାଣି ଲାଗି ଆଉ ଯିଏ ଯାହା କରୁଛି କରୁ ଆମେ ଚାଲିଛେ ଏମିତି ବଣ ଭିତରେ ଜଙ୍ଗଲ ତ ନାହିଁ ବଣ ଭିତରେ ଚାଲିଛେ ଦେଖିବା କିଛି ହେଉଛି ପହଞ୍ଚିଗଲେଣି ମାଇକି ଶବ୍ଦ ଟିକେ ଟିକେ ହେଲାଣି ଏଇପଟେ ସବୁ ଆଗପଟେ ଆସୁଛନ୍ତି ଆମେ ସବୁ ପଛପଟେ ଯାଉଛୁ ଆଉ ଆଗର ବି ଲୋକ ବହୁତ ଚାଲୁଛନ୍ତି ପଛର ବି ଲୋକ ବହୁତ ଚାଲୁଛନ୍ତି ହଁ ସେ ପଛର ଆଗର କହିଲା ରକମ ଜୋରସୋର ଚାଲିଛନ୍ତି ଆଉ ଖସି ଯାଉ କିଛି ନା ଅଠା ମାରିକି ଯୋଡ଼େଇଟା ଆଉ ଅଳ୍ପ ସମୟ ଭିତରେ ଆମେ ମାଙ୍କର କୁଣ୍ଡ ପାଖକୁ ପହଞ୍ଚିବା ମାନେ ତମ କଦଳୀକୁ ମା ଖାଇବା ପାଇଁ ଅତି ମାନେ କିସ କହନ୍ତି ସେଟା ଏତେ ଓଡ଼ିଆଟା ମୋତେ ଆସୁନାହିଁ ନାଇଁ ଓଡ଼ିଆଟା ଆସୁନାହିଁ ଇଂଲିଶରେ ତ ହଁ ସେଇଟା ହେଲେ ତୁ କହୁଛନ୍ତି ମା ତମ କଦଳୀ ଖାଇବା ପାଇଁ ଅତି ପସନ୍ଦ କରୁଛନ୍ତି ବୁଝିଲ ନା ସେଇଥିପାଇଁ ଆଉ ତମର ଏଇ ଜିନିଷଟାକ ଖସି ପଡୁଛି ଆଉ ନା କି ବାଟରେ ଆଉ ସେଇଭଳିଆ କହିବୁ ନା ଆରାମସେ ଆହୁରି ଭିଡ଼ କ'ଣ ବେଶୀ ବେଶୀ ହେଇଆସୁଛି ବହୁତ ଭିଡ଼ ହଉଛି ପାଖକୁ ଯାଉ ଗଲା ବେଳକୁ ଭଗବାନ ଆଉ ଧୀରେ ଧୀରେ ଚାଲ ବ୍ଲଗ ବନେଇ ବନେଇ ଚାଲ ଯେମିତି ଆମର ହାଇଲାଇଟ୍ ହବ ସେମିତି ବନେଇ ବନେଇ ଚାଲ ଆଗ ପଟ ବି ଯେତିକି ଲୋକ ପଛ ପଟ ବି ସେତିକି ଲୋକ ନା ବେ ଦିନେ ଆମେ ବନେଇ ହୋଇଯିବା ବୁଢ଼ା ହେଇଯିବା ବୁଝିଲ ନା ଟୁକା ବଡ଼ିଆ ଭିଡ଼ିଓ କରିଥିଲେ ବୋଲି ସେ ଭିଡ଼ିଓରେ ଦେଖିବା କ'ଣ ବା ନୁଚି ଗଲୁ ଭାଇ ଗଦା ବାବୁ ନୁଚି ଗଲେଣି ବୋଧେ କିଛି ପଦା କରିବା ପାଇଁ ଯାଉଛନ୍ତି ଜଙ୍ଗଲ ଭିତରକୁ ଆଉ ଆମର ତ କାହିଁକି ଦୌଡ଼ିକି ପଡ଼ି ଆଇଲା ଏଇଟାକୁ ଗଦା ସାପ ଦେଖିଲ ନା କିଛି ପଡ଼ି ଆଇଲା ଯେ ପଡ଼ି ଆଇଲା ସିଏ ହେଲା ଗଦା ବାବୁ ମାଙ୍କ କୁଣ୍ଡ ପହଞ୍ଚିଗଲେଣି କମ୍ ବାଟ ସାଉଣ୍ଡ ତ ଶୁଣାଗଲାଣି କିଛି ସମୟ ପରେ କିଛି ସମୟ କାହିଁକି 5 ମିନିଟ୍ ବି ଲାଗିବ ନାହିଁ ପହଞ୍ଚିଯିବା ତାପରେ ଦେଖିବା ଆଜ୍ଞା ମେଳା ଭିତରେ କେମିତି କ'ଣ ଭିଡ଼ ଜୋରସୋର ଚାଲିଛି ଆଉ ସିଷ୍ଟମ ଅନୁସାରେ ଆମେ ସବୁ ଗାଁ ଟୁକା କିଛି ପଛଆଡ଼େ ଅଛନ୍ତି ସନିଆ ବାବୁ ଯେଉଁ ଏଇଟା ଅଛି ଏଇଟା ପଞ୍ଚୁଆ ରହିଛି ସେ କହନ୍ତି ନା ସାଙ୍ଗମାନେ ସେଠି ମାଝିର ସବୁ କଥା କହିଦେବି ଆଉ ଅଳ୍ପ ସମୟ ଭିତରେ ଆମେ ମାଙ୍କର କୁଣ୍ଡ ପାଖକୁ ପହଞ୍ଚାଉଛେ ମାଝିର ଚାଲିଛି ମୋର ବଡ଼ ଭାଇ ପଞ୍ଚା ମାଝିର କହିପାରେ ସାନ୍ତାଳ କହିପାରିବ ନା ନାହିଁ ସାନ୍ତାଳ କହିପାରିବ ନା ନାହିଁ ଏଠି କହିବାନି ଆମେ ଟିକେ ଓଡ଼ିଆ ପେଲିବା କାହିଁକି ନା ଆମ ବ୍ଲଗଟାକୁ ଟିକେ ହିଟ୍ କରିବା ନା ନା ମୁଁ ତ ଓଡ଼ିଆ ଲୋକ ଆମେ ହେଲେ ଦିଲ୍ଲୀର ମ୍ୟାଜିକ୍ ଲୋକ ଏଇଟା କିଏ ଫୋନ୍ କଲାଣି ତପନ କିଏ ରହ ଭାଇ ତୋଳା ଫୋନ୍ କରୁଛୁ କିଏଟା ହିଟ୍ କରିବା କିଏ ଫୋନ୍ କରୁଛୁ